ରାୟଗଡ଼ା ସହର ଉପଖଣ୍ଡ ପିତାମହଲସ୍ଥିତ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ସେନ୍ ଫେଷ୍ଟ 2023 ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର PK ଗନ୍ତାୟତ, ସେଞ୍ଚୁରିଆନ୍ ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ନିର୍ଦ୍ଦେଶକ ଡକ୍ଟର ରାଜେଶ କୁମାର ପାଢ଼ୀ, ବିଦ୍ୟାଳୟ ଅଧ୍ୟକ୍ଷା ରାଧାକୃଷ୍ଣା ମହାପାତ୍ର, ବିଶ୍ୱବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଚନ୍ଦ୍ରଶେଖର ପାତ୍ର, ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ପ୍ରଶାସନିକ ଅଧିକାରୀ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ଶିକ୍ଷାର୍ଥୀଙ୍କ ଭବିଷ୍ୟତ ସମୃଦ୍ଧ କରେ ଶିକ୍ଷା। ସମାଜରେ ଶୃଙ୍ଖଳିତ ମଣିଷ ଗଠନରେ ଶିକ୍ଷାର ମହତ୍ତ୍ୱ ରହିଛି। ରାୟଗଡ଼ା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଶିକ୍ଷା ହାର କମ୍ ରହିଛି। ତେଣୁ ସେଞ୍ଚୁରିଆନ୍ ଭଳି ଶିକ୍ଷାନୁଷ୍ଠାନ ଅଞ୍ଚଳର ଯୁବପିଢ଼ିମାନଙ୍କୁ ଶିକ୍ଷା ଦ୍ୱାରା ଆତ୍ମନିର୍ଭରଶୀଳ କୌଶଳ ପ୍ରଦାନ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆସିଛି। ସେଞ୍ଚୁରିଆନ୍ ଶିକ୍ଷାନୁଷ୍ଠାନ ପଛୁଆ ଅଞ୍ଚଳକୁ ଆଗକୁ ନେବାରେ ସହାୟକ ହୋଇଛି ବୋଲି ମୁଖ୍ୟ ଅତିଥି ଶ୍ରୀ ମୁଦୁଲି ସଭାରେ ମତବ୍ୟକ୍ତ କରିଛନ୍ତି। ସେଞ୍ଚୁରିଆନ୍ 2010 ମସିହାରେ ରାୟଗଡ଼ାରେ ସ୍ଥାପିତ ହୋଇଥିଲା। ଏହାପରେ ଶିକ୍ଷାନୁଷ୍ଠାନ କିଭଳି 30 ଜଣ ଛାତ୍ରଛାତ୍ରୀଙ୍କଠାରୁ ଗତ 13 ବର୍ଷ ମଧ୍ୟରେ ସଫଳତାର ଶୀର୍ଷରେ ପହଞ୍ଚିଛି ତାହା ବିଶ୍ୱବିଦ୍ୟାଳୟ ନିର୍ଦ୍ଦେଶକ ରାଜେଶ କୁମାର ପାଢ଼ୀ ସଭାରେ ପ୍ରକାଶ କରିଥିଲେ। ଏହି ଅବସରରେ ସେଞ୍ଚୁରିଆନ୍ ପବ୍ଲିକ୍ ସ୍କୁଲ ତରଫରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ସମ୍ମାନିତ କରାଯାଇଥିଲା। ଏଥିସହିତ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ସେହିପରି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ପାଲଟିଥିବା ଓଡ଼ିଆ ସିନେମା ଜଗତର ଜଣାଶୁଣା କଳାକାର ତଥା ଅଭିନେତା ଶୈଳେନ୍ଦ୍ର ସାମନ୍ତରାୟ ସେ ଡ୍ୟାନ୍ସର ଝଲକ ଦେଖାଇ ଉପସ୍ଥିତ ଥିବା ସମସ୍ତ ଦର୍ଶକଙ୍କୁ ମନୋରଞ୍ଜନର ପାଠ ଯୋଗାଇଥିଲେ। ଏହି କାର୍ଯ୍ୟକ୍ରମରେ 5000ରୁ ଉର୍ଦ୍ଧ୍ୱ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଆମର ଯେକି ସେଞ୍ଚୁରିଆନ୍ ୟୁନିଭର୍ସିଟି ସେଞ୍ଚୁରିଆନ୍ ପବ୍ଲିକ୍ ସ୍କୁଲର ଯେ ଡାଇରେକ୍ଟର ସେ ତାକୁ ତ ଆପଣମାନେ ସମସ୍ତେ ଜାଣିଛନ୍ତି। ଆମ ରାୟଗଡ଼ା କଲେଜରେ ସିଏ ଗୋଟେ ବର୍ଷ ଆମର ଗୋଟେ ସିନିୟର। ତେଣୁ ସେ ସମୟରେ ତାଙ୍କର ଆମର ଡ୍ରାମାଟିକ୍ ସେକ୍ରେଟାରୀ ଥିଲେ ଏବଂ ସେ ସମୟରେ ମନେ ପଡ଼େ ଆମ ରାୟଗଡ଼ା କଲେଜରେ ଯିଏକି ନବରଙ୍ଗପୁରର ଯିଏକି ଆମର ସିନିୟର ଆକ୍ଟର ଶ୍ରୀରାମ ପଣ୍ଡାକୁ ମାନେ ତାକୁ ଆମେ ଗେଷ୍ଟ କରି ଡାକିଥିଲେ। ତେଣୁ ସେ ସମୟ ସେ ଦିନ ଆଉ ସେଇ ପରିବେଶକୁ ମନେ ପଡ଼େ ଭାଇ ରାଜେଶ ପାଢ଼ୀଙ୍କୁ ଦେଖି ଏବଂ ତାଙ୍କ ପରିବାର, ତାଙ୍କର ଭାଇ, ତାଙ୍କର ସାନ ଭାଇ ଏବଂ ତାଙ୍କ ପରିବାର ସହିତ ସମସ୍ତେ ଆମେ ବହୁ ଦିନରୁ ଛାତ୍ର ଜୀବନରୁ ଆଜି ପର୍ଯ୍ୟନ୍ତ ଆମେ ସବୁ ମିଶିକି ଅଛୁ ଏବଂ ସବୁ ସମୟରେ ତାଙ୍କର ଚେଷ୍ଟା, ତାଙ୍କର ଉଦ୍ୟମ ନିଶ୍ଚୟ ଆମ ପାଇଁ, ଆମ ରାୟଗଡ଼ା ପାଇଁ, ଆମର ଶିକ୍ଷା ବିଭାଗ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ଆମେ ସମସ୍ତ ରାୟଗଡ଼ା ମାଟି ପାଇଁ ଗୌରବ। ତ ନିଶ୍ଚୟ ମୁଁ ରାଜେଶ ପାଢ଼ୀଙ୍କୁ ଧନ୍ୟବାଦ ଦେବି। ଯାହା ହଉ ଏମିତି ଆମ ଯେତେ ଆମେ ସିନିୟର ଜୁନିୟର ଯେଉଁ 90 ଆମର 95-96 ବ୍ୟାଚ୍ ଥିଲୁ, ତେଣୁ ସେଇ ଭିତରୁ ସେ ଅନନ୍ୟ। ତ ନିଶ୍ଚୟ ମୁଁ ଆଜି ବହୁତ ଗର୍ବିତ। ତେଣୁ ଆଜି ଶିକ୍ଷା ଅନୁଷ୍ଠାନ, ଶିକ୍ଷା ହେଉଛି କ୍ୱାଲିଟି ଏଜୁକେସନ୍ ହେଉଛି ନିହାତି ଆମର ଆବଶ୍ୟକ। ତେଣୁ ଶିକ୍ଷା ବିନା ଆମର ମାନବ ସମ୍ବଳର ବିକାଶ ଆଗକୁ ଯିବା ଅସମ୍ଭବ। ତେଣୁ ଶିକ୍ଷାର ମୌଳିକ ଶିକ୍ଷା ବା ଯେଉଁଟାକି କ୍ୱାଲିଟି ଏଜୁକେସନ୍ ଯେଉଁଟା କହୁଛୁ। ତେଣୁ ଆଜି ଦେଖୁଛି ମୁଁ এই অনুষ্ঠাନରେ ଅନେକ ଆଜି ସମସ୍ତ ଯେଉଁମାନେ ସଚେତନ ସମାଜର ମୁଖ୍ୟଧାରା ଯେଉଁମାନେ ଅଛନ୍ତି ତାଙ୍କର ସାନ ଛୁଆମାନଙ୍କୁ, ତାଙ୍କ ପିଲାମାନଙ୍କୁ এই অনুষ্ঠাନରେ ରାୟଗଡ଼ାରେ ପଢ଼ିବାର ସୁଯୋଗ ଦେଇଥିବାରୁ ମୁଁ ଅଶେଷ ଗର୍ବିତ ଏବଂ ନିଜକୁ ଧନ୍ୟ ମନେ କରୁଛି। ତେଣୁ ବନ୍ଧୁଗଣ, ତେଣୁ ଏହି অনুষ্ঠাନକୁ ଅଗ୍ରଣୀ ଭୂମିକା ନେବାରେ ଆମ ରାଜେଶ ଭାଇଙ୍କର 2 ଦିନ ଧରି ଏହି ମହୋତ୍ସବ ପାଳନ କରାଯାଇଥିଲା। ରାୟଗଡ଼ାରୁ ସୁବ୍ରତ ଚୌଧୁରୀଙ୍କ ରିପୋର୍ଟ, ନବୀନ ନ୍ୟୁଜ୍।